দেখুন, বଲାଙ୍ଗୀର ଜିଲ୍ଲା ସର୍ବପୁରାତନ ଜିଲ୍ଲା। 13ଟା ଜିଲ୍ଲା ଭିତରେ ବି ଥିଲା, 30ଟା ଜିଲ୍ଲା ଭିତରେ ଅଛି। ବଲାଙ୍ଗୀର ଜିଲ୍ଲା 15-16 ଲକ୍ଷ ଲୋକଙ୍କୁ ନେଇକରି ଜିଲ୍ଲା ଗଠି। ଜିଲ୍ଲାରେ ବହୁତ ପ୍ରକାର ଫ୍ୟାସିଲିଟି ଥିଲେ ବି ଦୀର୍ଘ 50-60 ବର୍ଷ ହେଲାନ ଦାଦନ ଖଟି ଯାଉଛନ୍ ବଲାଙ୍ଗୀର ଜିଲ୍ଲାରୁ। ଦାଦନ ଖଟି ଯିବାର ଗୋଟେ ନ କାରଣ ଯେ ଆମର ଜିଲ୍ଲା ଏତେ ଉନ୍ନତିକରଣ ଥିଲେ ବି ମାନେ ଇନ ଅଭାବର ଏତେ ରହୁଛେ ଯେନ୍ଟାକି ଲୋକ ତାମାନେ ବାହାରକେ ଯାଇକରି ତାଙ୍କର ପୋଷଣ କରବାର ଲାଗି ବାହାରକେ ପଲାଉଛନ୍। ଆଉ ବାହାରକେ ଯେତେବେଳେ ଯାଉଛନ୍ ଆମର ଦାଦନ ମାନେ ସେନ ଏତେ ଅତ୍ୟାଚାର ହଉଛି, ସେ ଅତ୍ୟାଚାର ସହିକରି ବହୁତଟେ ସେନ ମରି ବି ଯାଉଛନ୍, ବହୁତଟେ ନିଖୋଜ ବି ହଉଛନ୍। ତାରପରେ ଆସିକରି ବଲାଙ୍ଗୀର ଫେରିକରି ସେମାନେ ନ୍ୟାୟ ପାଇଁ ଦାବି କରୁଛନ୍ ଜିଲ୍ଲାପାଳଙ୍କ ଠାରେ ଆଉ ଆମର ଲେବର ଅଫିସ ଠାନେ। ଯେ ଇ ଯେନ୍ ସମସ୍ୟା ଦିନକେ ଦିନ ଦେଖବାରକେ ଯେନ୍ ମିଲୁଛେ କି ଆଗରୁ ବି ଯେନ୍ ସମସ୍ୟା ଆସୁଛେ, ବର୍ତ୍ତମାନ ନୂତନ ସରକାର ବସଲାନ ବିଜେପିର ସରକାର ଇତାର ଉପରେ ଦେଖବାର କଥା। ବଲାଙ୍ଗୀରରେ ଭରପୁର କାମର ଅଭାବ ଯେନ୍ଟା ଅଛେ ସେଟାକେ ଦୂର କରବାର କଥା। ଯେହେତୁ ଆମର ଇନ ଉପନେତା ଉପମୁଖ୍ୟମନ୍ତ୍ରୀ ବି ରହୁଛନ୍, ମାନେ ମନ୍ତ୍ରୀମାନେ ବି ରହୁଛନ୍ ପାଖେ ଆଖେ ଆମର ଅଞ୍ଚଳରେ ଆମର ଜିଲ୍ଲାରେ। ତ ସଫିସିଏଣ୍ଟ ଆର୍ କାମ ଯଦି ହେଲା ତ ଆମର ଜିଲ୍ଲାରୁ ମୁଇଁ ଭାବୁଛେ ଯେ ଆଉ ଦାଦନ ଖଟବାର ଲାଗି ନେଇ ଯିବେ। আর এই দাদন সমস্যা আজি নে বহুত দিনରୁ লাগি রয়েছে। আসলা বেলে দেখুন আজি বি যাউন দেখবে যে লেবর অফিসরে বসিকি ধারণা দৌছন, নির্যাতন বহুত পাউছন, আও মাড় বি খাউছন, মরি বি যাউছন, নিখোঁজ বি হউছন। তো ইতার সমস্যাকে যদি দূর করবার লাগি চাহবে তাহলে সরকার, রাজ্য সরকার, প্রশাসন এমানে টিকে দায়িত্ব নেইকরি কেনতা করি আমার অঞ্চল ডেভেলপ করবা, কাম কার্যরে আগে বঢ়াবা, সমস্তে কেনতা করি কাম পাই পারবে সে যদি সুবিধা করবা তাহলে এই দাদনর সমস্যা কিছু কম হওয়া বলি মুই আশা।